ଯୋହନ 10। ଯୀଶୁ କହିଲେ, ମୁଁ ସତ୍ୟ କହୁଛି, ଯେଉଁ ଲୋକ ଦ୍ୱାର ଦେଇ ମେଣ୍ଢାଶାଳରେ ପ୍ରବେଶ ନ କରି ଅନ୍ୟ ପଟୁ ବାଡ଼ ଡେଇଁ ପଶେ, ସେ ଚୋର ବା ଡକାୟତ। ଯେ ଦ୍ୱାର ଦେଇ ପ୍ରବେଶ କରେ, ସେ ହେଉଛି ପଲର ମେଷପାଳକ। ଦ୍ୱାର ରକ୍ଷକ ତା ପାଇଁ ଦ୍ୱାର ଖୋଲିଦିଏ, ଏବଂ ସେ ନିଜ ମେଷମାନଙ୍କୁ ନାମ ଧରି ଡାକିଲେ ସେମାନେ ତାର ଡାକ ଶୁଣନ୍ତି ଓ ସେ ସେହି ପଲଟିକୁ ବାହାରକୁ ବାଟ କଢ଼ାଇ ନେଇ ଆସେ। ସେମାନଙ୍କୁ ବାହାରକୁ ଆଣିବା ବେଳେ ଆଗେ ଆଗେ ମେଷପାଳକ ଚାଲେ ଓ ମେଷଗୁଡ଼ିକ ତାର ପଛେ ପଛେ ଚାଲନ୍ତି, କାରଣ ସେମାନେ ତାର ସ୍ୱର ଚିହ୍ନନ୍ତି। ସେମାନେ ଅଚିହ୍ନା ଲୋକକୁ ଅନୁସରଣ କରନ୍ତି ନାହିଁ, ବରଂ ତା ପାଖରୁ ଦୌଡ଼ି ପଳାଇଥାନ୍ତି, କାରଣ ସେମାନେ ତା ସ୍ୱର ଚିହ୍ନନ୍ତି ନାହିଁ। ଯୀଶୁ ଉଦାହରଣ ସ୍ୱରୂପେ ଏହି କଥା କହିଥିଲେ, କିନ୍ତୁ ତାହାର ଉଦ୍ଦେଶ୍ୟ ଲୋକମାନେ ବୁଝିପାରିଲେ ନାହିଁ। ତେଣୁ ଯୀଶୁ ପୁନର୍ବାର କହିଲେ, ସତ କହୁଛି, ମୁଁ ମେଷମାନଙ୍କ ପାଇଁ ଦ୍ୱାର। ଯେଉଁମାନେ ମୋ ଆଗରୁ ଆସିଛନ୍ତି ସେମାନେ ଚୋର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣି ନାହାନ୍ତି। ମୁଁ ହେଉଛି ଦ୍ୱାର। ଯେ ମୋ ଦେଇ ପ୍ରବେଶ କରେ ସେ ରକ୍ଷା ପାଇବ ଏବଂ ଭିତରକୁ ଓ ବାହାରକୁ ଯାଇ ଚରା ପାଇବ। ଚୋର ଆସେ ଚୋରି, ହତ୍ୟା ଓ ଧ୍ୱଂସ କରିବାକୁ। ମୁଁ ଆସିଛି ତୁମ୍ଭମାନଙ୍କୁ ଜୀବନ ଦେବାକୁ, ତୁମ୍ଭେମାନେ ଯେପରି ଜୀବନର ପ୍ରାଚୁର୍ଯ୍ୟ ଉପଭୋଗ କରିପାରିବ। ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ। ଯେ ମୂଲ ନେଇ ମେଷପଲ ଜଗିଥାଏ ସେ ମେଷପାଳକ ନୁହେଁ କିମ୍ବା ପଲଟିର ମାଲିକ ନୁହେଁ। ସୁତରାଂ ହେଟା ବାଘ ଆସିବାର ଦେଖିଲେ ସେ ମେଷମାନଙ୍କୁ ଛାଡ଼ି ଚାଲିଯାଏ। ହେଟା ମେଣ୍ଢା ନେଇ ପଳେଇଯାଏ ଏବଂ ପଲଟିକୁ ଛିନ୍ନ ଭିନ୍ନ କରିଦିଏ। ଯେ ମୂଲ ନେଇ ମେଷ ଜଗିଥାଏ ସେ ପଳାଇଯାଏ, କାରଣ ସେ ଜଣେ ମୂଲିଆ ମାତ୍ର। ମେଷମାନଙ୍କ ପାଇଁ ତାର ଦରଦ ନଥାଏ। ମୁଁ ଶ୍ରେଷ୍ଠ ମେଷପାଳକ। ପିତା ଈଶ୍ୱର ମୋତେ ଯେପରି ଜାଣନ୍ତି ଓ ମୁଁ ଯେପରି ପିତା ଈଶ୍ୱରଙ୍କୁ ଜାଣେ, ମୁଁ ସେହିପରି ମୋ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ। ମୋର ଆହୁରି ଅନ୍ୟ ମେଷ ଅଛନ୍ତି ଯେଉଁମାନେ ଏହି ପଲ ଭିତରେ ନାହାନ୍ତି। ସେମାନଙ୍କୁ ମଧ୍ୟ ମୋତେ ଆଣିବାକୁ ପଡ଼ିବ। ସେମାନେ ମୋର ଡାକ ଶୁଣିବେ ଏବଂ ସମସ୍ତେ ଗୋଟିଏ ମେଷପାଳକର ଗୋଟିଏ ପଲ ହୋଇ ରହିବେ। ମୁଁ ମୋର ଜୀବନ ଉତ୍ସର୍ଗ କରୁଥିବାରୁ ପିତା ଈଶ୍ୱର ମୋତେ ପ୍ରେମ କରନ୍ତି। ଯଦି ମୁଁ ମୋ ଜୀବନ ଦାନ କରେ, ତେବେ ତାହା ପୁଣି ଫେରି ପାଇବି। ମୋ ଜୀବନକୁ ଅନ୍ୟ କେହି ନେଇପାରିବ ନାହିଁ। ତାହା ମୁଁ ସ୍ୱେଚ୍ଛାରେ ଦାନ କରିବି। ନିଜ ଜୀବନ ଦାନ କରିବା ପାଇଁ ଓ ତାକୁ ଫେରାଇ ଆଣିବା ପାଇଁ ମୋର ଅଧିକାର ଅଛି। ଏହା କରିବା ପାଇଁ ପିତା ଈଶ୍ୱର ମୋତେ ଆଜ୍ଞା ଦେଇଛନ୍ତି। ଯୀଶୁଙ୍କର ଏହି କଥା ଯୋଗୁଁ ପୁନର୍ବାର ଲୋକମାନଙ୍କ ମଧ୍ୟରେ ମତଭେଦ ହେଲା। କେତେକ କହିଲେ, ତାକୁ ଭୂତ ଲାଗିଛି, ସେ ଗୋଟିଏ ପାଗଳ, ତା କଥା କାହିଁକି ଶୁଣୁଛ? ଅନ୍ୟମାନେ କହିଲେ, ଭୂତଗ୍ରସ୍ତ ଲୋକ ଏପରି କଥା କହିପାରନ୍ତା ନାହିଁ। ପୁଣି ଭୂତ କ'ଣ ଅନ୍ଧକୁ ଦୃଷ୍ଟି ଦାନ କରିପାରନ୍ତା? ସେତେବେଳେ ଶୀତ ଋତୁ। ଜେରୁସାଲେମରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥାଏ। ଯୀଶୁ ମନ୍ଦିରର ସଲୋମନ ମଣ୍ଡପ ଉପରେ ବୁଲୁଥିଲେ। ସେଠାରେ ଲୋକମାନେ ତାଙ୍କୁ ଘେରି ପଚାରିଲେ, ଆଉ କେତେ ଦିନ ଆମକୁ ଏହି ସନ୍ଦେହରେ ରଖିବେ? ସତକଥା ଖୋଲି କହିଦିଅନ୍ତୁ, ଆପଣ କ'ଣ ମସିହ? ଯୀଶୁ ଉତ୍ତର ଦେଲେ, ମୁଁ ଆଗରୁ କହିସାରିଛି, ତୁମେ ତ ମୋତେ ବିଶ୍ୱାସ କରୁନାହଁ। ପିତା ଈଶ୍ୱରଙ୍କ ଠାରୁ କ୍ଷମତା ପାଇ ମୁଁ ଯେଉଁ ସବୁ କାର୍ଯ୍ୟ କରୁଛି, ତାହା କ'ଣ ମୋ ସପକ୍ଷରେ ପ୍ରମାଣ ଦେଉନାହିଁ? ତଥାପି ତୁମେ ବିଶ୍ୱାସ କରୁନାହଁ, କାରଣ ତୁମ୍ଭେମାନେ ମୋର ମେଷ ନୁହଁ। ମୋ ମେଷମାନେ ମୋର ଡାକ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଏବଂ ସେମାନେ ମୋତେ ଅନୁସରଣ କରନ୍ତି। ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ। ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ। ମୋର ପିତା ମୋତେ ଯାହା ଦେଇଛନ୍ତି ତାହା ସବୁଠାରୁ ବହୁମୂଲ୍ୟ। ପିତାଙ୍କ ତତ୍ତ୍ୱାବଧାନରୁ କେହି ସେମାନଙ୍କୁ ଛଡ଼ାଇ ନେଇ ପାରିବ ନାହିଁ। ପିତା ଈଶ୍ୱର ଓ ମୁଁ ଏକ। ଏକଥା ଶୁଣି ଇହୁଦୀମାନେ ତାଙ୍କୁ ମାରିବା ପାଇଁ ପଥର ଉଠାଇଲେ। ଯୀଶୁ ସେମାନଙ୍କୁ କହିଲେ, ମୋ ପିତାଙ୍କ ନିର୍ଦ୍ଦେଶରେ ମୁଁ ତୁମ ମଧ୍ୟରେ ଅନେକ ସତ୍କର୍ମ କରିଛି। ତା ମଧ୍ୟରୁ କେଉଁ ସତ୍କର୍ମ ଯୋଗୁଁ ମୋତେ ଆଜି ମାରିବାକୁ ଯାଉଛ? ସେମାନେ ଉତ୍ତର ଦେଲେ, ତୁମର ସତ୍କର୍ମ ପାଇଁ ନୁହେଁ, କିନ୍ତୁ ଈଶ୍ୱର ନିନ୍ଦା ପାଇଁ। ତୁମେ ସାମାନ୍ୟ ମନୁଷ୍ୟ, କିନ୍ତୁ ନିଜକୁ ଈଶ୍ୱରଙ୍କ ସହିତ ସମାନ କରୁଛ। ଯୀଶୁ ଉତ୍ତର ଦେଲେ, ତୁମ ଶାସ୍ତ୍ରରେ ଲେଖା ଅଛି, ଈଶ୍ୱର କହନ୍ତି, ତୁମ୍ଭେମାନେ ଦେବତା। ଆମେ ଜାଣୁ, ଶାସ୍ତ୍ର ବାକ୍ୟ ଚିରନ୍ତନ ସତ୍ୟ। ଈଶ୍ୱରଙ୍କ ବାର୍ତ୍ତା ଯେଉଁମାନଙ୍କ ନିକଟରେ ପ୍ରକାଶିତ, ସେମାନଙ୍କୁ ଏଠାରେ ଦେବତା କୁହାଯାଇଛି। ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହା ହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା
ईश्वर निंदा करुछि बोली किपरि कहूछ? जदि पिता ईश्वरक इच्छा अनुଯାयी मु कार्य करू न थाए तेबे मते विश्वास कर नाही, किंतु जदि मु तांको इच्छा साधन करू थाए ताहेले मोते विश्वास न कले सुद्धा अंतत मो कार्य देखि विश्वास कर। तेबे तुम्हे माने निश्चित भावे जानी परिवो मो पिता ईश्वर मो ठारे विद्यमान। से माने आउ थरे यीशु को धरी नेबाकू चेष्टा कले, किंतु यीशु सेठारु अपसरी गले। जर्दन नदीर अपर पार्श्वरे जोहन जल दीक्षा देउथवा स्थान को यीशु फेरी जाई सेठारे अवस्थान कले। तांको निकटकू अनेक लोक आसिले। सेमाने कुहाकुही हेले जोहन निजे कौनसी अलौकिक कार्य करि नथिले, किंतु एहांको विषय से जहा कहिथिले ताहा यथार्थ, एवं सेठारे अनेके यीशुଙ୍କ ठारे विश्वास कले।